ଷୋହଳ ନୂଆ ଏନ୍ଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜ୍ୟରେ ଆଉ 16 ନୂଆ ଏନ୍ଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନୂଆ ଏନ୍ଏସି ଗୁଡ଼ିକ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ଲଇସିଙ୍ଗା, ବରଗଡ଼ ଜିଲ୍ଲାର ସହେଲା, କଟକର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଏବଂ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବରିଗୁମା, ସେହିଭଳି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଏବଂ ରାସଗୋବିନ୍ଦପୁର ରହିଛି। ସେହିପରି ଆଜି ମୁଖ୍ୟମନ୍ତ୍ରୀ ଆଉ 7ଗୋଟି ନୂଆ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। ଏହି ନୂଆ ମ୍ୟୁନିସିପାଲିଟି ମଧ୍ୟରେ ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧର ବୌଦ୍ଧ, ଗଞ୍ଜାମର ଭଞ୍ଜନଗର, ଆସିକା, ଛତ୍ରପୁର କବିସୂର୍ଯ୍ୟନଗର ଏବଂ ପଲସରାନା ରହିଛି। ଓଡ଼ିଶାରେ ବର୍ତ୍ତମାନ 172ଟି ନଗର ସ୍ଥାନୀୟ ସଂସ୍ଥା ULB ରହିଛି, ଯେଉଁଥିରେ 6ଟି ମହାନଗରପାଳିକା, 54ଟି ନଗରପାଳିକା ଏବଂ 62ଟି NSE ଅନ୍ତର୍ଭୁକ୍ତ। 2024 ଓ ବିଧାନସଭା ନିର୍ବାଚନ ପୂର୍ବରୁ ସମୟରେ ରାଜ୍ୟ ସରକାର 56ଟି ନୂଆ NSE ଘୋଷଣା କରିଥିଲେ ଏବଂ 6ଟି NSEକୁ ନଗରପାଳିକାରେ ପରିଣତ କରିଥିଲେ। ଏବେ ନୂଆ NSE ଘୋଷଣା ସହରୀ ଅଞ୍ଚଳର ଜନସଂଖ୍ୟା ବୃଦ୍ଧି ଏବଂ ସାମାଜିକ ଆର୍ଥିକ ଉନ୍ନୟନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଉଛି।